ହନୁ ଅଜା ଆମର ସହରିଆ। ସହରରେ ବଡ଼ ବଡ଼ ବିଲ୍ଡିଂରୁ ଆଉ ଗୋଟିଏ ବିଲ୍ଡିଂକୁ ଡେଇଁ ରାଜୁତି କରିବା ତାର ଥିଲା କାମ। ବର୍ତ୍ତମାନ ହନୁ ଅଜା ବୁଢ଼ା ବୟସରେ ହେଇଯାଇଛି। ଡିଆଁ ଡେଇଁ ଛାଡ଼ି ଦେଇ ଗୋଟିଏ ଜାଗାରେ ବସୁଛି। ଆବଶ୍ୟକ ପଡ଼ିଲେ ଯାଇ କ'ଣ ଦୁଇଟା ଖାଇଦେଇ ଆସୁଛେ, ପୁଣି ଗୋଟିଏ ସ୍ଥାନରେ ବସୁଛି। ଯେହେତୁ ସହରାଞ୍ଚଳରେ ଗଛ କମ୍, ଇଚ୍ଛା ହେଲେ କେତେଟା ବିଲ୍ଡିଂକୁ ସେ ଡେଇଁ ଡେଇଁ ଟିକେ ବୁଲି ଆସେ। କାହିଁକିନା ହନୁ ଅଜାର କହିବା କଥା, ଆମ ଜାତିର ଡେଇଁବା ଏକ ଧର୍ମ। ତେଣୁ ହନୁ ଜାତିର ଧର୍ମ ଗଛରୁ ଗଛ ଡେଇଁବା ଆଉ ଛାତରୁ ଛାତ ଡେଇଁବା। କିନ୍ତୁ ବର୍ତ୍ତମାନ ହନୁ ଅଜା ଡିଆଁ ଡେଇଁ ବନ୍ଦ କରିଦେଇ ଗୋଟିଏ ସ୍ଥାନରେ ବସି ରହୁଛି। ଦିନେ ବଡ଼ି ଭୋର ହନୁ ଅଜା ତାର ଏକମାତ୍ର ନାତୁଣୀକୁ ପାଖକୁ ଡାକିଲା। କହିଲା, ମାରେ ତୁ ତ ବହୁତ ପଢ଼ାପଢ଼ି କଲୁଣି, ଆଉ ଇତିହାସ ବି ପଢ଼ୁଛୁ, ଭୂଗୋଳ ବି ପଢ଼ୁଛୁ, ଆଉ ଟିକେ ମୋତେ ମା କହିଲୁ ତୋ ଜ୍ଞାନ ମୁଁ ଟିକେ ଜାଣେ। କାହିଁକିନା ଏତେ ପଇସା ଖର୍ଚ୍ଚ ହେଉଛି, ପାଠ ପଢ଼ିବୁ, ଚାକିରି କରିବୁ, ତଥାପି ମୁଁ ତ ଟିକେ ଜାଣିବା ଦରକାର ତୋର କେତେ ଜ୍ଞାନ ଅଛି। ହନୁ ଅଜା କଥାକୁ ଶୁଣି ନାତୁଣୀ ହଲି ହଲି ଆସି ହନୁ ଅଜା ପାଖରେ ବସିଲା। କହିଲା, ଅଜା କ'ଣ ତମର ପ୍ରଶ୍ନ ଅଛି ପଚାର। କହିଲା, ମା କହିଲୁ ଅ ହାଇପେନ୍ 1919, ଆ ହାଇପେନ୍ 1930, ଭା ହାଇପେନ୍ 1942। ମାନେ ଅ 1919, ଆ 1930, ଭା 1942। ହନୁ ଅଜାର କଥା ଶୁଣି ନାତୁଣୀ ଖପ୍ କିଣି ଗୋଟିଏ ଡାଳରୁ ଆଉ ଗୋଟିଏ ଡାଳକୁ ଡେଇଁ ପଇଲା। ଦୁଇ ତିନିଟା ବିଲ୍ଡିଂ ବୁଲିକି ପଳେଇ ଆସିଲା। କହିଲା, ଅଜା ଇଏ ପାଠ ଆମ ଇତିହାସରେ ନାହିଁ। ମୁଁ ଏତେ ଇତିହାସ ପଢ଼ିଛି, କେଉଁଠି ଅ 1919, ଆ 1930, ଭା 1942, 1942 ମୁଁ ଶୁଣିନି। ସେଇଠୁ ହନୁ ଅଜା ଡାକିଲା ନାତୁଣୀକୁ, ମୁଣ୍ଡ ଟିକେ ଆଉଁସି ଦେଲା। କହିଲା, ମାରେ ପାଠ ପଢ଼ିବା ସଙ୍ଗେ ସଙ୍ଗେ ଷାଠର ଆବଶ୍ୟକତା ଅଛି। ବିନା ଷାଠରେ ତୁ କ'ଣ ଆଗକୁ ଯାଇପାରିବୁ? ତଥାପି ମୋ କଥା ଟିକେ ଶୁଣ। ମୋ କଥା ଶୁଣିଲା ପରେ ତୋ ସାଙ୍ଗମାନଙ୍କୁ କହିବୁ। ତୋ ସାଙ୍ଗମାନଙ୍କୁ କେମିତି ଭଲ ଲାଗିଲା କି ନାହିଁ ମୋତେ ଜଣେଇବୁ। ଶୁଣ, ଅ ଆ ଭା, ତାହେଲେ ଆଗେ କିଏ? ନା ଆଗେ ଅ ପରେ କ'ଣ? ନା ଆ, ତାପରେ କ'ଣ? ନା ଭା। ତେଣୁକରି ଗାନ୍ଧିଜୀଙ୍କର ତିନିଟା ଆନ୍ଦୋଳନ ଥିଲା। ଗାନ୍ଧିଜୀଙ୍କର ତିନିଟା ଆନ୍ଦୋଳନ ମଧ୍ୟରୁ ମେଜର ଆନ୍ଦୋଳନ ହେଉଛି ଅ, ମାନେ ଆଗେ ହେଇଥିଲା ଅସହଯୋଗ ଆନ୍ଦୋଳନ 1919। ତାପରେ ଅ ପରେ କ'ଣ? ନା ଆ, ଆରେ ଆଇନ ମାନ୍ୟ ଆନ୍ଦୋଳନ 1930। ତାହେଲେ ଅ ଆ ଭା, ଭାରେ ଭାରତ ଛାଡ଼ ଆନ୍ଦୋଳନ 1942। ତେଣୁକରି ଯଦି କେତେବେଳେ ତୋତେ ପଚରାଯାଏ ଗାନ୍ଧିଜୀଙ୍କର ମେଜର ତିନିଟା ଆନ୍ଦୋଳନ ମଧ୍ୟରୁ କେଉଁ ଆନ୍ଦୋଳନଟି ଆଗେ, ତୋର ମନେ ପଡ଼ିବନି। ତେଣୁକରି ମନେ ରଖିବା ପାଇଁ ଏହା ହେଉଛି ଏକ ସୁବିଧା ଉପାୟ। ଅ ଆ ଭା, ଆଗେ ଅ, ତାପରେ ଆ, ତାପରେ ଭା। ଅ ଅସହଯୋଗ ଆନ୍ଦୋଳନ, ଆ ଆଇନ ମାନ୍ୟ ଆନ୍ଦୋଳନ, ଭା ଭାରତ ଛାଡ଼ ଆନ୍ଦୋଳନ, ଅ 1919, ଆ 1930, ଭା 1942। ହନୁ ଜେଜେଙ୍କର କଥା ଶୁଣି ନାତୁଣୀ ବହୁତ ଖୁସି ହେଇଗଲା। କହିଲା, ଅଜା ତୁମକୁ ଧନ୍ୟବାଦ। ଏହିଭଳି ଜ୍ଞାନ ଯଦି ତୁମେ ଦେବ, ନିଶ୍ଚିତ ଜଣେ ଅତି ସହଜରେ ଇତିହାସର ପାଠ ମନେ ରଖିଦେବ। ତେଣୁକରି ହନୁ ଅଜା କହିଲେ ତୋ ସାଙ୍ଗମାନଙ୍କୁ କହ ମୋର ଏଇ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିବେ, କମେଣ୍ଟ ଦେବେ, ଲାଇକ୍ କରିବେ। ମୁଁ ନିଶ୍ଚିତ
ଇତିହାସ, ଭୂଗୋଳ, ଗଣିତ, ବିଜ୍ଞାନ ସବୁଥିରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବେ। ହନୁ ଅଜାର କଥା ଶୁଣି ନାତୁଣୀ କହିଲା, ଠିକ୍ ଅଛି, ମୁଁ ମୋର ସମସ୍ତ ସାଙ୍ଗମାନଙ୍କୁ କହିବି, ସମସ୍ତେ ତମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।